ଦର୍ଶକ ବନ୍ଧୁ ଆଜି ସକାଳର ଗୁରୁତ୍ୱପୂର୍ଣ୍ଣ ଖବର ଉପରେ ଆସନ୍ତୁ ନଜର ପକାଇବା। ନିରାଡମ୍ବରରେ ହେବ ମୋହନ ସରକାରଙ୍କ 2 ବର୍ଷ ପୂର୍ତ୍ତି। ଉତ୍ସବ ପରିବର୍ତ୍ତେ ତଥ୍ୟ ପ୍ରସାର ଉପରେ ଅଧିକ ଗୁରୁତ୍ୱ। ଗଣମାଧ୍ୟମରେ ସରକାରଙ୍କ ଉପଲବ୍ଧିର ପ୍ରସାର ହେବ। 2 ବର୍ଷର ରିପୋର୍ଟ କାର୍ଡ ଦେବେ ମନ୍ତ୍ରୀ। ଆସନ୍ତା ଜୁନ୍ 12 ତାରିଖରେ ରାଜ୍ୟର ବିଜେପି ସରକାର 2 ବର୍ଷ ପୂର୍ତ୍ତି ପାଳନ କରିବେ। ଏଥିପାଇଁ ଏକ ପ୍ରସ୍ତୁତି ବୈଠକ ଆଜି ଲୋକସଭା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ଯେହେତୁ ବର୍ତ୍ତମାନ ପଶ୍ଚିମ ଏସିଆ ପରିସ୍ଥିତି ଯୋଗୁଁ ସମଗ୍ର ଦେଶ ଏକ ସଂକଟମୟ ପରିସ୍ଥିତି ଦେଇ ଗତି କରୁଛି, ସେଥିପାଇଁ ଏହି ଉତ୍ସବକୁ ନିରାଡମ୍ବର ଭାବରେ ପାଳନ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ପରବର୍ତ୍ତୀ ଖବର, ଓଡ଼ିଶାରେ ମେ 30ରୁ SIR ନିୟୋଜିତ ହେବେ 38,123 ଜଣ BL ଓ 27,723 ଜଣ BLA। SIR ପାଇଁ ଯୋଗ୍ୟତା ତାରିଖ ଜୁଲାଇ 1, ସେପ୍ଟେମ୍ବର 6ରେ ପ୍ରକାଶ ପାଇବେ ଭୋଟର ତାଲିକା। ଭାରତ ନିର୍ବାଚନ କମିଶନଙ୍କ ପକ୍ଷରୁ ତୃତୀୟ ପର୍ଯ୍ୟାୟରେ 16ଟି ରାଜ୍ୟ ଓ 3ଟି କେନ୍ଦ୍ରଶାସିତ ଅଞ୍ଚଳରେ ସ୍ୱତନ୍ତ୍ର ସଂଘନ ସଂଶୋଧନ ବା SIR କରିବାକୁ ନିଷ୍ପତ୍ତି ନିଆଯାଇଥିବା ବେଳେ ଏଥିରେ ଓଡ଼ିଶାକୁ ସାମିଲ କରାଯାଇଛି। ଓଡ଼ିଶାରେ ମେ 30ରୁ SIR ପ୍ରକ୍ରିୟା ଆରମ୍ଭ ହେବ। ପରବର୍ତ୍ତୀ ଖବର, ଡାକ୍ତରଙ୍କୁ ପିଟି ମାରିଦେଲେ ମହାକାଳପଡ଼ା। ଜମିଜମା ବିବାଦକୁ ନେଇ ମହାକାଳପଡ଼ା ଥାନା ବାରଡାଙ୍ଗ ପଞ୍ଚାୟତ ନାଉରୀ ସାହିରେ ଜଣେ ହୋମିଓପାଥି ଡାକ୍ତରଙ୍କୁ ପିଟି ହତ୍ୟା କରାଯାଇଛି। ହୋମିଓପାଥି ଡାକ୍ତରଙ୍କୁ ତାଙ୍କ ବଡ଼ ଭାଇ ଓ ପରିବାର ଲୋକେ ସଂଘବଦ୍ଧ ଭାବେ ଆକ୍ରମଣ କରି ହତ୍ୟା କରିଛନ୍ତି। ମହାକାଳପଡ଼ା ଥାନା ପୋଲିସ ଏହି ଘଟଣାର 4 ଜଣ ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚରା କରୁଛି। ପରବର୍ତ୍ତୀ ଖବର, କାନ୍ସ ଚଳଚ୍ଚିତ୍ର ଉତ୍ସବରେ ସମ୍ବଲପୁରୀ ପୋଷାକ। ଭୁବନେଶ୍ୱର ଫ୍ରାନ୍ସରେ ଚାଲିଥିବା 79ତମ କାନ୍ସ ଚଳଚ୍ଚିତ୍ର ଉତ୍ସବରେ ଓଡ଼ିଶାର ସ୍ୱତନ୍ତ୍ର ବୟନ ପରମ୍ପରାକୁ ବିଶ୍ୱ ଦରବାରରେ ପରିପ୍ରକାଶ କରିଛନ୍ତି। ପରବର୍ତ୍ତୀ ଖବର, ସୌମ୍ୟରଞ୍ଜନ ହତ୍ୟା ମାମଲା ମୁଖ୍ୟ ଅଭିଯୁକ୍ତ ରଞ୍ଜିତଙ୍କୁ ବାନ୍ଧିଲା କ୍ରାଇମବ୍ରାଞ୍ଚ। ରଶିରେ ଝୁଲାଇବା ସହ ମୁଣ୍ଡକୁ ବାଉଁଶରେ ପିଟିଥିଲା। ସ୍ପର୍ଶକାତର ଅଙ୍ଗକୁ ବାରମ୍ବାର ମାଡ଼ ମାରିଥିଲା। ବ୍ୟବଚ୍ଛେଦ ରିପୋର୍ଟରେ ଆଭ୍ୟନ୍ତରୀଣ ଆଘାତ। ବାଲିଅନ୍ତା ରାମଚନ୍ଦ୍ରପୁର ବ୍ରିଜରେ GRP କନେଷ୍ଟବଳ ସୌମ୍ୟରଞ୍ଜନ ସ୍ୱାଇଁଙ୍କ ଗୋଡ଼ହାତ ବାନ୍ଧି ପୋଲିସ ସାମ୍ନାରେ ପିଟି ଅତି ନିର୍ମମ ଭାବେ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ କଟକ ସଦର ଥାନା ଗଙ୍ଗେଶ୍ୱରଗଡ଼ ଅଞ୍ଚଳର ରଞ୍ଜିତ ପାତ୍ର ଓରଫ ଚିନୁ 24 ବର୍ଷୀୟ। ତାଙ୍କୁ କ୍ରାଇମବ୍ରାଞ୍ଚ ପୋଲିସ ଗିରଫ କରିଛି। କ୍ରାଇମବ୍ରାଞ୍ଚ ଅଧିକାରୀମାନେ ତାକୁ ମାରଥାନ ଜେରା କରିବା ପରେ କୋର୍ଟ ଚାଲାଣ କରିଛନ୍ତି।